ମୋ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପଞ୍ଚପଦୀ ଅନୁସାରେ ଲେସନ୍ ପ୍ଲାନ୍ଟି କରିକି ଆଣିଛି। ଯଦି ଆପଣମାନଙ୍କୁ ଭଲ ଲାଗେ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଲାଇକ୍ କରିବେ, ଯାହାଫଳରେ କି ସର୍ବପ୍ରଥମେ ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଯିବ। ଏହା ହେଉଛି ବୁଧବାର ଦିନର ଲେସନ୍ ପ୍ଲାନ୍ଟି। ଶ୍ରେଣୀ ଶିଶୁ ବାଟିକା 3। ବିକାଶର ଦିଗ ନେଇଛି ଶାରୀରିକ ବିକାଶ। ଦକ୍ଷତା ନେଇଛି ତାଙ୍କର ଶିଶୁ ବାଟିକାର ନା C.3.1 ଇନ୍ଦ୍ରିୟାନୁଭୂତି ଓ ଶାରୀରିକ ଗତିବିଧିକୁ ସମନ୍ୱୟ କରିବେ। ଅତିଥି କ'ଣ ନା ତାଙ୍କୁ ପ୍ରଥମେ ବୁଝାଯିବ ନା ଆଲୋଚନା କରାଯିବ। ସିଧା ଏବଂ ଅଙ୍କା ବଙ୍କା ଗାର ଯେଉଁ ଟଣା ହେଇଥିବ ଚଟାଣରେ ସେଥିରେ ସେମାନେ ଚାଲିବେ। ବୋଧ ହେଉଛି ତାଙ୍କ ସାଙ୍ଗେ କାର୍ଯ୍ୟଟି ସେମାନେ କ'ଣ ବୁଝିଲେ ଜାଣିବା ପାଇଁ ତାଙ୍କୁ କାର୍ଯ୍ୟଟି କରିବା, ଯେଉଁଟାକି ଅଣ୍ଡରଷ୍ଟାଣ୍ଡିଂଟା କ'ଣ ବୁଝିଲେ ଜାଣିବା ନା ଚଟାଣରେ ଦିଆଯାଇଥିବା ସିଧା ଗାର ଉପରେ ଚାଲିକି ଦେଖିବେ। ପ୍ରତ୍ୟେକ ପିଲା କାର୍ଯ୍ୟଟି କରିବେ। ତାଙ୍କୁ କରିସାରିଲା ପରେ ତାଙ୍କୁ ଅଭ୍ୟାସ କାର୍ଯ୍ୟ ଦିଆଯିବ ନା ଦିଆଯାଇଥିବା ବିନ୍ଦୁ ଥିବା ସିଧା ଗାରକୁ ଯୋଡ଼ିବେ। ବିନ୍ଦୁ ଥିବା ଓ ସିଧା ଗାର ଦିଆଯାଇଛି ତାଙ୍କୁ ଯୋଡ଼ିବେ ସେମାନେ। ଏଥିରେ ସେମାନେ ପ୍ରୟୋଗ କ'ଣ କଲେ ନା ସୂକ୍ଷ୍ମ ମାଂସପେଶୀୟ ସମନ୍ୱିତ ଚଳନକୁ ପିଲାଏ ବ୍ୟବହାର କରି ପ୍ରୟୋଗ କଲେ। ପ୍ରସାର କଲେ ନା ଯାହା ଜାଣିଲେ ତା ସମାଜରେ ପ୍ରସାର କଲେ। TLM ନେଇଛି ଚଟାଣ, ଚକ୍, ପେନସିଲ୍। ପ୍ରଥମ ଶ୍ରେଣୀ ଭାଷା ବିକାଶର ଦିଗ ହେଉଛି ଭାଷାଗତ ବିକାଶ। ଦକ୍ଷତା ନେଇଛି C.10.3 ଆସ ପରିବାର। ବିଷୟଟି ହେଉଛି ଆସ ପରିବାର। ତା'ର ପଠନ ଦକ୍ଷତା ମୁଁ ନେଇଛି। ନିଜେ ଜାଣିଥିବା ଅକ୍ଷର ଓ ମାତ୍ରା ଗୁଡ଼ିକୁ ଚିହ୍ନି ପଢ଼ିବେ। କିଛି ତାଙ୍କୁ କୁହାଯିବ, ଏଠି ତାଙ୍କ ସହ ଆଲୋଚନା କରାଗଲା ନା କ'ଣ ତାଙ୍କୁ ଅକ୍ଷର ନେଇକି କରିବେ, ଯେମିତି ମ, ଟ, ଗ ସେଇ ଅନୁସାରେ ସେମାନେ ଗୋଟେ ଅକ୍ଷରକୁ ନେଇଛି ମାତ୍ରାଯୁକ୍ତ ଶବ୍ଦ ଗୁଡ଼ିକୁ କହିବେ। ବୋଧ କ'ଣ ନା କ'ଣ ବୁଝିଲେ ଜାଣିବା। ଜାଣିଥିବା ଅକ୍ଷର ବ୍ୟବହାର କରି 3-4 ଅକ୍ଷର ବିଶିଷ୍ଟ ଶବ୍ଦ ଗଠନ କରି ପଢ଼ିବେ। ଦିଆଯାଇଥିବା ଫ୍ଲାସ୍ କାର୍ଡ଼ ଗୁଡ଼ିକୁ ଚିହ୍ନି ପଠନ କାର୍ଯ୍ୟ କରିବେ। ଏଇଟା ଅଭ୍ୟାସ କଲେ। ପ୍ରୟୋଗ କ'ଣ କଲେ ନା ଅକ୍ଷର ଗୁଡ଼ିକୁ ଚିହ୍ନି ପଢ଼ିବାରେ ତାଙ୍କର ପ୍ରୟୋଗ କଲେ। ଏଥିରେ ସମାଜରେ ଯାହା ଜାଣିଲେ ସାଙ୍ଗ ଏବଂ ସମାଜରେ ପ୍ରସାର କଲେ। ଏଥିରେ ମୁଁ TLM ନେଇଛି ଫ୍ଲାସ୍ କାର୍ଡ଼, ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ ଛପା କାର୍ଡ଼। ପ୍ରଥମ ଶ୍ରେଣୀ ଗଣିତ ବୌଦ୍ଧିକ ବିକାଶ। ଦକ୍ଷତା ନେଇଛି C.8.3 ବିଷୟ ହେଉଛି ଆମ୍ବ ଭୋଜି। ତାଙ୍କର ଦକ୍ଷତା ନେଇଛି କମ୍ ଅଧିକ ସମାନର ଧାରଣା ଏଥିରେ ଜାଣିବେ। ପ୍ରଥମେ କ'ଣ ତାଙ୍କୁ ଆଲୋଚନା କରାଯିବ, ବିଭିନ୍ନ ବସ୍ତୁ ଗୁଡ଼ିକୁ ବ୍ୟବହାର କରି କମ୍ ଅଧିକ ସମାନ ଆଲୋଚନା କରାଯିବ। କିନ୍ତୁ ବସ୍ତୁ ତାଙ୍କ ପାଖରେ ଦିଆଯିବ ତ ଭାଗ କରାହେବ, କେଉଁଟା ବେଶୀ କମ୍ ସେଟା ଧାରଣା ପାଇବେ। 2ଟି ବସ୍ତୁ ମଧ୍ୟରୁ କେଉଁଟି ଅଧିକ ଓ କମ୍ କହିବେ ସେମାନଙ୍କୁ ପଚରା ହେବ, କହିବେ। ତାପରେ ଅଭ୍ୟାସ କାର୍ଯ୍ୟ ଦିଆଯିବ ନା କ'ଣ ଦିଆଯାଇଥିବା ଜିନିଷ ଗୁଡ଼ିକ ମଧ୍ୟରୁ କମ୍ ଓ ଅଧିକ ତାହା ପାଖରେ ସାରଣୀରେ ଠିକ୍ ଚିହ୍ନ ଦେବେ। ଏଥିରେ କ'ଣ ଜାଣିଲେ ନା ପ୍ରୟୋଗ କ'ଣ କଲା, ପିଲାଟି କମ୍ ଅଧିକ ସମାନ ବସ୍ତୁକୁ ଜାଣି ନିଜେ କାର୍ଯ୍ୟରେ ପ୍ରୟୋଗ କଲା। ପ୍ରସାର କ'ଣ କଲା ନା ସାଙ୍ଗ ସମାଜରେ ପ୍ରସାର କଲା। ଏଥିରେ ମୁଁ TLM ନେଇଛି GK କିଡ୍ସ ନେଇଛି, କିଛି ବ୍ୟବହାର କରିଛି ଜିନିଷ ଏବଂ ଆଞ୍ଚଳିକ ସାମଗ୍ରୀ ନେଇଛି। ଦ୍ୱିତୀୟ ଶ୍ରେଣୀ ଭାଷା ଭାଷାଗତ ବିକାଶ। ଦକ୍ଷତା ନେଇଛି C.10.8 ବିଷୟ ହେଉଛି ହୋଲିର ମଜା। ବିଷୟଟିକୁ ମୁଁ ଆଲୋଚନା କରିଛି। ନିଜ ଅଞ୍ଚଳରେ ଘଟିଥିବା ଘଟଣା ଗୁଡ଼ିକ ଆଲୋଚନା କରିବେ। କ'ଣ ଘଟିଛି, ନିଜ ଅଞ୍ଚଳରେ କ'ଣ ସବୁ ହେଇଛି ସେ ବିଷୟରେ ଆମେ ଆଲୋଚନା ତାଙ୍କ ସହିତ ପ୍ରଥମେ କରିବା। ସେମାନେ କ'ଣ ବୁଝିଲେ ଜାଣିବା ପାଇଁ ଆମେ ତାଙ୍କୁ ପଚରା ହେବ ଯେ ନିଜ ଘର କିମ୍ବା ଗାଁରେ ଘଟିଥିବା କିଛି ଘଟଣା ଗୁଡ଼ିକ ମନେ ପକାଇ କହିବେ। ତାଙ୍କ ସହିତ ଆଲୋଚନା କରିବା। ତମେ କିଛି ବି ଯାହା ବି ତାଙ୍କ ସହିତ ଆଲୋଚନା କରି ସେ କିଛି କହିବେ। କହିସାରିଲା ପରେ ତାଙ୍କୁ ଅଭ୍ୟାସ କାର୍ଯ୍ୟ ଦିଆଯାଇଥିବ। ଦିଆଯାଇଥିବା ଚିତ୍ର ଗୁଡ଼ିକୁ ସହ ମିଶିଥିବା ଘଟଣା ଗାର ଟାଣି ଯୋଡ଼ିବେ। ଯେଉଁ କିଛି ଘଟଣା ଦିଆହେଇଛି ଏବଂ କିଛି ଚିତ୍ର ମଧ୍ୟ ଦିଆହେଇଛି, ସେମାନେ ଗାର ଟାଣି ଯୋଡ଼ିବେ। ପ୍ରୟୋଗ କ'ଣ କଲେ, ପିଲାଟି ନିଜେ ଘଟଣା ଗୁଡ଼ିକୁ କହିବା ଧାରଣା ପ୍ରୟୋଗ କଲା। ପ୍ରସାର କ'ଣ କଲା ନା ଯାହା ଜାଣିଲା ତା ସମାଜରେ ପ୍ରସାର କଲା। ଏଥିରେ ମୁଁ TLM ଜାଣିଛି ଚିତ୍ର ପୋଷ୍ଟର ଗାଁର ଚିତ୍ର। ଦ୍ୱିତୀୟ ଶ୍ରେଣୀ ଗଣିତ ବୌଦ୍ଧିକ ବିକାଶ। ଦକ୍ଷତା ନେଇଛି C.8.8 ତାଙ୍କ ଦକ୍ଷତା ନେଇଛି ଆକୃତି ଧାରଣା। ବିଭିନ୍ନ ଆକୃତିକୁ ଜାଣିବେ। ପୂର୍ବରୁ ତ ଆମେ ଆଲୋଚନା କରୁଛୁ, ଚିତ୍ରକୁ ଦେଖିଛୁ ଯେ ଜ୍ୟାମିତିକ ଆକୃତି ଗୁଡ଼ିକ କିପରି ବିଷୟରେ ଟିକେ ଆଲୋଚନା କରାଯିବ। ଦେଖିକି ସେମାନେ ଜ୍ୟାମିତିକ ଆକୃତିକୁ ଚିହ୍ନିବେ ଏବଂ କହିବେ। ଦିଆଯାଇଥିବା ବସ୍ତୁ ଗୁଡ଼ିକର ଦେଖି କେଉଁ ଆକୃତି କହିବେ। ଗୋଟେ ବସ୍ତୁ ଦିଆଯିବ, ତାର ସମଘନ ଦିଆଯାଇଛି, ତ ସେମାନେ ଦେଖିକି ତାଙ୍କୁ ବସ୍ତୁ ଦିଆହେବ, ସେମାନେ କହିବେ ଏଇଟା କେଉଁ ଆକୃତି ନା ସମଘନ। ଏଭଳିଆ କାର୍ଯ୍ୟଟି କରାଯିବ। ଅଭ୍ୟାସ କାର୍ଯ୍ୟ କ'ଣ ଦିଆ ନା ଦିଆଯାଇଥିବା ବସ୍ତୁ ଗୁଡ଼ିକୁ ଆକୃତି ଅନୁଯାୟୀ ଅଲଗା କରି ରଖିବେ। ତ କିଛି ବସ୍ତୁ ଏପଟେ କିଛି ଦିଆହେଇଯିବ, ସେପଟେ ତ ଯେଉଁଟା ଅଲଗା ବସ୍ତୁ ଗୁଡ଼ିକ ତ ତାଙ୍କୁ ସେମାନେ ଅଲଗା କରିକି ରଖିବେ। ତ୍ରିମାତ୍ରିକ ଆକୃତି ଗୁଡ଼ିକ ବୁଝି ଜାଣି ନିଜେ ପ୍ରୟୋଗ କଲା। ଏଥିରେ ସେ ପ୍ରୟୋଗ କାର୍ଯ୍ୟ କଲା। ପ୍ରସାର କ'ଣ କଲା, ଯାହା ଜାଣିଲା ସମାଜରେ ପ୍ରସାର କଲା। ଯେମିତିକି ଏଥିରେ TLM ନେଇଛି ତ୍ରିମାତ୍ରିକ ଘନବସ୍ତୁ, ବିଲ୍ଡିଂ ବ୍ଲକ୍ ଏବଂ ସ୍ଥୂଳ ବସ୍ତୁ ନେଇଛି। ତୃତୀୟ ଶ୍ରେଣୀ ଭାଷା ଭାଷାଗତ ବିକାଶ। ଦକ୍ଷତା ନେଇଛି C.1.2 ପିମ୍ପୁଡ଼ି। ବିଷୟଟି ଯେଉଁ ଅଛି ଏଥିରେ ସେ ଶବ୍ଦ ଗଢ଼ିବେ।
ଅସଜଡ଼ା ଶବ୍ଦ ଗୁଡ଼ିକୁ ସଜାଡ଼ିବା ଆଲୋଚନା କରେ। କିଛି ଶବ୍ଦ ଦିଆଯିବ, ଅସାଡ଼ି ତାଙ୍କୁ ପଚରା ହେବ, ତା ସଜାଡ଼ିବା ତାଙ୍କୁ କେମିତି ସଜାଡ଼ା ହେବ ତାଙ୍କ ସହିତ ଆଲୋଚନା କରାହେବ। ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ସଜାଡ଼ି କହିବେ। ତାକୁ କିଛି ଶବ୍ଦ ଦିଆଯିବ, ତାଙ୍କୁ ଏପଟ ସେପଟ କରି ଫ୍ଲାସ୍ କାର୍ଡ଼ ଦିଆଯିବ, ସେମାନେ ସଜାଡ଼ିକି ରଖିବେ। ଅଭ୍ୟାସ କ'ଣ କରିବେ ନା ତାଙ୍କୁ କାର୍ଯ୍ୟ ଦିଆଯିବ ନା ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖିବେ। ତେଣୁ କାର୍ଯ୍ୟ ଦିଆଯିବ ଲେଖିବା ପାଇଁ, ତ ତାଙ୍କୁ କରିକି ଦେଖାଇବେ। ପ୍ରସାର କ'ଣ କଲେ ନା ପ୍ରୟୋଗ କ'ଣ କଲେ ନା ଅସଜଡ଼ା ଶବ୍ଦକୁ ନିଜେ ସଜାଡ଼ି କରି କାର୍ଯ୍ୟରେ ପ୍ରୟୋଗ କଲେ। ଯାହା ଜାଣିଲେ ତା ସମାଜରେ ପ୍ରସାର କଲେ। ଏଥିରେ ଟିଏଲ୍ଏମ୍ ନେଇଛି ଫ୍ଲାସ୍ କାର୍ଡ଼, ଯାଦୁ ପେଡ଼ି ଏବଂ ଶବ୍ଦ କାର୍ଡ଼। ତୃତୀୟ ଶ୍ରେଣୀର ଗଣିତ ବୌଦ୍ଧିକ ବିକାଶ ଦକ୍ଷତା ନେଇଛି C2.1, ପାଠ ତାଙ୍କର ନେଇଛି 3। ବିଭିନ୍ନ ଉପାୟରେ 100 ପ୍ରସ୍ତୁତ କରିବା ତାଙ୍କର ଦକ୍ଷତା ଆସିବ। ଏଥିରେ ମୁଁ ନେଇଛି ଯେମିତି 100 ଯେମିତି ହେଲେ ବିଭିନ୍ନ ଉପାୟରେ କେମିତି 100 ହେବ ତାର ଧାରଣା ଦେଇଛି। ଯେପରିକି 60 ଏବଂ 40 ମିଶିଲେ 100 ହୁଏ, ସେଭଳି ବିଭିନ୍ନ ଉଦାହରଣ ଦେଇକି ତାଙ୍କ ସହିତ ଆଲୋଚନା କରିଛି। ଆଲୋଚନା କରିସାରିଲା ପରେ ସେମାନେ ବୋଧରେ ସେମାନେ ଜାଣିବେ। ବୋଧରେ ସେମାନେ କ'ଣ ବୁଝିଲେ ଜାଣିବା ପାଇଁ ତାଙ୍କୁ କିଛି ପ୍ରଶ୍ନ ପଚରାଯିବ। 50ରେ କେତେ ମିଶିଲେ 100 ହେବ, ଏଭଳି କେତେକ ପ୍ରଶ୍ନ ପଚରା ହେବ। ଅଭ୍ୟାସ କାର୍ଯ୍ୟ କ'ଣ ଦିଆଯିବ ନା ଦିଆଯାଇଥିବା ସଂଖ୍ୟା ରେଖାରେ ଭିନ୍ନ ଭିନ୍ନ ସ୍ଥାନକୁ ଡେଇଁ 100 ତିଆରି କରିବେ। ସଂଖ୍ୟା ରେଖା ଦିଆଯିବ 10, 20, 30 କରି ଏମିତି ଲେଖା ହେବ। ସେମାନେ ଡେଇଁକି କେମିତି 100 ପର୍ଯ୍ୟନ୍ତ ପହଞ୍ଚିବେ ସେମାନେ କାର୍ଯ୍ୟଟି କରିବେ, ଅଭ୍ୟାସ କାର୍ଯ୍ୟ କରିବେ। ଏଥିରେ ପ୍ରୟୋଗ କ'ଣ କଲେ ନା ବିଭିନ୍ନ ଉପାୟରେ 100 ପ୍ରସ୍ତୁତ କରି ପ୍ରୟୋଗ କରିବା ଧାରଣା ପାଇଲେ। ଯାହା ଜାଣିଲେ ତା ସମାଜରେ ପ୍ରସାର କଲେ। ଏଥିରେ ଜିକେ କିଡ୍ସ ଟିଏଲ୍ଏମ୍ ନେଇଛି ଏବଂ ସ୍ଥୂଳ ବସ୍ତୁ। ତାଙ୍କ ଶେଷ ପିରିୟଡ଼ ଅଛି କଳା ଶିକ୍ଷା ଏବଂ ଶାରୀରିକ ଶିକ୍ଷା। କଳା ଶିକ୍ଷାରେ ମୁଁ ନେଇଛି ନାଚ, ଗୀତ, ଅଭିନୟ ସହିତ କାର୍ଯ୍ୟ କରିଛି ଏବଂ ଶାରୀରିକ ଶିକ୍ଷା ନେଇଛି C3.2, ଯେଉଁଟାକି 2 ପାଦକୁ ଯୋଡ଼ି ସହଜରେ 10-15 ଥର ଡେଇଁବେ, ମୁଣ୍ଡ କିମ୍ବା ହାତରେ ଜିନିଷ ରଖି ସନ୍ତୁଳନ ରକ୍ଷା କରିବେ। ଏଭଳି କାର୍ଯ୍ୟଟି ପିଲାମାନଙ୍କୁ ନେଇ କରିଛି। ଯଦି ଆପଣମାନଙ୍କୁ ପ୍ଲାନ୍ଟି ଭଲ ଲାଗେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।